ଏବେ ବି ଗୋଟେ କଥା କହିବି, ହୁଏତ ଆପଣମାନଙ୍କୁ ଖରାପ ଲାଗିପାରେ। ମୁଁ କହିଲେ ତ ଲୋକ କହନ୍ତି କଣ୍ଟ୍ରୋଭର୍ସି ହେଇଗଲା, ହେଇ କୁମାର ଭାଇ ଆମକୁ ସେମିତି କହିଦେଲା, ହେଇ କୁମାର ଏମିତି କହିଦେଲା। କିନ୍ତୁ ଗୋଟେ କଥା ମୁଁ କହିବି, ଏତେ ଲେଟ୍‌ରେ କାହିଁକି ଏମାନେ କେସ୍ ଦେଲେ ତାଙ୍କ ମାଆ? ହୁଏତ ଏଇଆ ହେଇପାରେ, ଏମାନଙ୍କ ଭିତରେ ଗୋଟେ କଥାବାର୍ତ୍ତା ହେଇକି, ଗୋଟେ ଯେଉଁ ମିଲି ଭଗତ କହନ୍ତିନି କି, ଗୋଟେ ନିଜ ଭିତରେ ଗୋଟେ କଥାବାର୍ତ୍ତା ହେଇକି ହୁଏତ ଏମାନେ ଯଦି କେସ୍ ଦେଇଥିବେ, ତାଙ୍କ ମାଆଙ୍କୁ କହିକି କେସ୍ କରେଇଥିବେ। ଯେ ବର୍ତ୍ତମାନ କେସ୍ କଲେ ସେ ଜାଣିଛନ୍ତି କିଛି ହବନି। ତେଣୁ ବର୍ତ୍ତମାନ ତାଙ୍କ ଭିତରେ ଯାହା ସବୁ ଏଭିଡେନ୍ସ ଥିଲା ବା ଯାହା ସାକ୍ଷୀ ପ୍ରମାଣ ଥିଲା, ଯାହା ମୋବାଇଲ ଡାଟା ଥିଲା, ତାକୁ ସବୁ ନଷ୍ଟଭ୍ରଷ୍ଟ କରିଦେଲେ। ବର୍ତ୍ତମାନ ଗୋଟେ କେସ୍ ଦେଇଦେବେ, ଥାନାକୁ ଯିବେ, ସରେଣ୍ଡର କରିଦେବେ। ଏଇଆ ହିଁ ହବ ବୋଲି ମୁଁ ଭାବୁଛି। କିନ୍ତୁ ତାହା ନ ହେଇକି ଯଦି ରାଜ୍ୟ ସରକାର, ଓଡ଼ିଶା ପୋଲିସ ପ୍ରଶାସନ ଯଦି ଆମର ଗୋଟେ ଏତେ ବଡ଼ ଆସେଟ୍, ଏତେ ବଡ଼ ସିଙ୍ଗର, ଆଉ ଏତେ ବଡ଼ ଗୋଟେ ଗର୍ବ ଗୌରବ ଆମ ଓଡ଼ିଶାର ଆଗଧାଡ଼ିର ସିଙ୍ଗର ହ୍ୟୁମାନ ସାଗରକୁ ଯଦି ନ୍ୟାୟ ଦେବାକୁ ଚାହୁଁଛନ୍ତି, ତାହେଲେ ଯଦି ଓଡ଼ିଶା ସରକାର ଆଉ ଆମର ପୋଲିସ ପ୍ରଶାସନ ଏମାନେ ଯଦି ଚାହିଁବେ, ତାହେଲେ ତାଙ୍କୁ ନ୍ୟାୟ ମିଳିବ। ଆଉ ଚୋର ଯିଏ ଚୋରି କରେ, ସେ ସବୁବେଳେ ଚାହେଁ ଏଭିଡେନ୍ସଟାକୁ ଲୁଚେଇ ଦେବା ପାଇଁ ବା ଏଭିଡେନ୍ସଟାକୁ ମାନେ କ୍ଲୋଜ୍ କରିଦେବା ପାଇଁ। ତେଣୁ ବର୍ତ୍ତମାନ ଯେହେତୁ ତାଙ୍କ ପାଖରେ ଯେଉଁମାନେ ଏକ୍ସ ୱାଇ ଜେଡ୍, ଯେଉଁମାନଙ୍କ ନାଁରେ ତାଙ୍କ ମାଆ କେସ୍ ଦେଇଛନ୍ତି ବା ଯାହାକୁ ଦୋଷୀ ବୋଲି ଭାବୁଛନ୍ତି, ଯେ ସେମାନଙ୍କୁ ଯେଉଁ ସଫିସିଏଣ୍ଟ ଟାଇମ୍ ମିଳିଗଲା, ଯେଉଁ 30-35 ଦିନ ସମୟ ମିଳିଲା, ସେ ଭିତରେ ସେମାନେ କେଉଁଠି ନା କେଉଁଠି ସେ ଯେଉଁ ଏଭିଡେନ୍ସ ହେଉ ବା ତାଙ୍କର ମୋବାଇଲରେ ଯେଉଁ ସବୁ ଡାଟା ହେଉ ବା ଅନ୍ୟାନ୍ୟ ଯେକୌଣସି ବି ତାଙ୍କର ଜିନିଷ ହେଉ, ସିକ୍ରେଟ୍ ଜିନିଷ, ତାକୁ ଏମାନେ ସବୁ ଡିଲିଟ୍ କରିଦେଇଥିବେ। ସେ ଜିନିଷ କେବେ ନଥିବ ଆଜ୍ଞା। ତ କେସ୍ ଦେଲେଣି କେବେଠାରୁ? 2 ଦିନ ହେଇଗଲାଣି। ଅର୍ପିତା ଚୌଧୁରୀ ଅଛନ୍ତି ନା ସୁସାଇଡ୍ କରିସାରିଲେଣି? ଏଗୁଡ଼ା ଆଜ୍ଞା ସବୁ ମନଗଢ଼ା କଥା। ଦେଖନ୍ତୁ, 4.5 କୋଟି ଓଡ଼ିଆ ଯେତେବେଳେ ବ୍ୟସ୍ତ ଥିଲେ, ଯେତେବେଳେ ହ୍ୟୁମାନ ସାଗରଙ୍କ ପାଇଁ କାନ୍ଦୁଥିଲେ, ହ୍ୟୁମାନ ସାଗର ପାଇଁ ଶୋକସଭା କରୁଥିଲେ, ସେ ସମୟରେ ତାଙ୍କ ମାଆ ଚୁପ୍ ରହିଲେ। ତାଙ୍କ ମାଆ ଚୁପ୍ ରହିବା ବି ସ୍ୱାଭାବିକ। ଜଣେ ମାଆ ତାଙ୍କର ସ୍ୱାମୀକି ହରାଇଛନ୍ତି, ତାଙ୍କ ଆଉ ଗୋଟେ ପୁଅକୁ ହରାଇଛନ୍ତି, ଇଏ ତାଙ୍କର ଏକମାତ୍ର ପୁଅ ଥିଲା, ଆକୁ ବି ହରାଇଲେ, ସେ ଚୁପ୍ ରହିଲେ, ଠିକ୍ ଅଛି। ତ ତାଙ୍କ ସ୍ତ୍ରୀ ଯିଏ ଶ୍ରେୟା ମ୍ୟାଡ଼ାମ୍ ଆମର, ସିଏ କ'ଣ କରୁଥିଲେ? ସିଏ ଗୋଟେ ଏଫଆଇଆର୍ ସେଇ ସମୟରେ ଦେଇଥିଲେ। କଥା ଆଜି ଏତେ ଦୂରକୁ ଯାଇନଥାନ୍ତା, ସେଇ ସମୟରେ ସବୁ ସର୍ଟ ଆଉଟ୍ ହେଇଯାଇଥାନ୍ତା। କାରଣ ଲୋକମାନଙ୍କ ମନରେ ସେତେବେଳେ ତତ୍ପର ଥିଲା, ଲୋକମାନେ ମାନେ ବ୍ୟସ୍ତ ବିବ୍ରତ ହେଉଥିଲେ ଯେ କେମିତି କ'ଣ ମାନେ ଦୋଷୀ ଦଣ୍ଡ ପାଉ, ଆଉ ଦୋଷୀ କିଏ, ଏଇ ଯେଉଁ ହ୍ୟୁମାନ ସାଗର ମୃତ୍ୟୁ ପଛରେ କାହାର ହାତ ଅଛି, ସମସ୍ତେ ଜାଣିବା ପାଇଁ ମାନେ ବ୍ୟସ୍ତ ଥିଲେ ଆଉ ବିବ୍ରତ ଥିଲେ। କିନ୍ତୁ ବର୍ତ୍ତମାନ ସମୟ ଗଡ଼ିଯାଇଛି, ପ୍ରାୟ ମାସେ ପରେ ହେଇଗଲାଣି, ମାସେ 5-6 ଦିନ ହେଇଗଲାଣି। ଆଉ ଏବେ ତାଙ୍କ ମାଆ ଆସିକି କେସ୍ ଦେଉଛନ୍ତି। ଦେଖାଯାଉ। ଗୋଟେ ଜିନିଷ ଆପଣ ଜାଣିଥିବେ ଯେ ଗୋଟେ ଯେକୌଣସି ଗୋଟେ କେସ୍ ହେଉ, ଆପଣ ତାକୁ ଥାନାରେ ତା'ର ଗୋଟେ ନିୟମ ଅଛି ଯେ 7 ଡେ ଭିତରେ ତା'ର ଗୋଟେ ଷ୍ଟେସନ ଡାଏରୀ ବା ଏଫଆଇଆର୍ କରିବା ଦରକାର ଥିଲା। ଇଏ ତ 7 ଦିନ ଭିତରେ କିଛି କଲେ ନାହିଁ। ଆଉ ଯେଉଁମାନେ ବି କେସ୍ କରିଛନ୍ତି, କି ଯେଉଁମାନେ ପବ୍ଲିକଲି ବା ତାଙ୍କର ଫ୍ୟାନ୍ ଫଲୋଅର୍ ହୁଅନ୍ତୁ ବା ତାଙ୍କର ଆମର କିଛି ଆକ୍ଟର ହୁଅନ୍ତୁ, ଡାଇରେକ୍ଟର, ଯେଉଁମାନେ ବି କେସ୍ ଦେଇଛନ୍ତି ହ୍ୟୁମାନ ସାଗରଙ୍କ ପାଇଁ, ସେ ବି 7 ଦିନ ପରେ ସବୁ ଦେଇଛନ୍ତି। 7 ଦିନ ଭିତରେ କେହି ଦେଇନାହାନ୍ତି ଆଜ୍ଞା, 7 ଦିନ ପରେ ଦେଇଛନ୍ତି। ଷ୍ଟେସନ ଡାଏରୀ ଦେଇଛନ୍ତି। ଏଫଆଇଆର୍ ତାଙ୍କ ମା ଆଉ ତାଙ୍କ ୱାଇଫ୍ ଦେଇଥିଲେ, ଏଫଆଇଆର୍ ଦେଇପାରିଥାନ୍ତେ, କିନ୍ତୁ ସେ ସମୟରେ ଦେଲେନି। ଆଉ ଗୋଟେ ସବୁଠାରୁ ବଡ଼ ଭୁଲ ହେଲା ଯେ ଯେଉଁ ସମୟରେ ସେ ଏକ୍ସପାୟାର୍ଡ କଲେ, ସେ ସମୟରେ ତାଙ୍କର ପୋଷ୍ଟମର୍ଟମ୍ ବି କଲେ ନାହିଁ, ସେ ସେମିତି ତାକୁ ନେଇ ଗଲେ। ସିଏ ଗୋଟେ ବି ଭୁଲ ରହିଲା। ତେଣୁ ବର୍ତ୍ତମାନ ଦେଖ, ଚୋର ଯିଏ ଚୋରି କରେ, ସେ ସବୁବେଳେ ଚାହେଁ ଏଭିଡେନ୍ସଟାକୁ ଲୁଚେଇ ଦେବା ପାଇଁ ବା ଏଭିଡେନ୍ସଟାକୁ ମାନେ କ୍ଲୋଜ୍ କରିଦେବା ପାଇଁ। ତେଣୁ ବର୍ତ୍ତମାନ ଯେହେତୁ ତାଙ୍କ ପାଖରେ ଯେଉଁମାନେ ଏକ୍ସ ୱାଇ ଜେଡ୍, ଯେଉଁମାନଙ୍କ ନାଁରେ ତାଙ୍କ ମାଆ କେସ୍ ଦେଇଛନ୍ତି ବା ଯାହାକୁ ଦୋଷୀ ବୋଲି ଭାବୁଛନ୍ତି, ଯେ ସେମାନଙ୍କୁ ଯେଉଁ ସଫିସିଏଣ୍ଟ ଟାଇମ୍ ମିଳିଗଲା, ଯେଉଁ 30-35 ଦିନ ସମୟ ମିଳିଲା, ସେ ଭିତରେ ସେମାନେ କେଉଁଠି ନା କେଉଁଠି ସେ ଯେଉଁ ଏଭିଡେନ୍ସ ହେଉ ବା ତାଙ୍କର ମୋବାଇଲରେ ଯେଉଁ ସବୁ ଡାଟା ହେଉ ବା ଅନ୍ୟାନ୍ୟ ଯେକୌଣସି ବି ତାଙ୍କର ଜିନିଷ ହେଉ, ସିକ୍ରେଟ୍ ଜିନିଷ, ତାକୁ ଏମାନେ ସବୁ ଡିଲିଟ୍ କରିଦେଇଥିବେ। ସେ ଜିନିଷ କେବେ ନଥିବ ଆଜ୍ଞା। ତେଣୁ ସେଇ ସମୟରେ ଯଦି କେସ୍ ତାଙ୍କ ମାଆ ଦେଇଥାନ୍ତେ ଷ୍ଟ୍ରଙ୍ଗଲି, ତାହେଲେ ବର୍ତ୍ତମାନ ଦୋଷୀ ଦଣ୍ଡ ପାଇଥାନ୍ତେ। କିନ୍ତୁ ବର୍ତ୍ତମାନ ତାଙ୍କ ମାଆ ଯେଉଁ କେସ୍ ଦେଇଛନ୍ତି, ଦୋଷୀ ଦଣ୍ଡ ପାଇବାଟା କେଉଁଠି ନା କେଉଁଠି କୋହଳ ହେଇଯିବ। ଆଉ ପୋଲିସ ଯଦି ଚାହିଁବ ସବୁ କିଛି କରିପାରିବ, କିନ୍ତୁ ଟିକେ କଷ୍ଟ ହେବ, ଯେହେତୁ ମାସେ 1.5 ମାସ ହେଇଗଲାଣି, ବହୁତ ଗୁଡ଼ା ଏଭିଡେନ୍ସ ନଷ୍ଟ ହେଇଯାଇଥିବ। ବୁଝିପାରିଲେନି ମ୍ୟାଡ଼ାମ୍? ଯଦି ପବ୍ଲିକ ତାଙ୍କ ବୋଉଙ୍କ ନାଁ ନଦେଲେ, ପବ୍ଲିକ ଖରାପ ଭାବିବେ ନା ତାଙ୍କ ମାଆଙ୍କୁ। ଯେ ଆପଣ ସମସ୍ତଙ୍କ ନାଁ ଦେଲେ, ଯିଏ ତାଙ୍କ ସ୍ତ୍ରୀ, ଯିଏ ତାଙ୍କ ପାଖରେ ରହୁଥିଲେ, ସିଏ ଏଇ 2-3 ବର୍ଷ ହେବ ତାଙ୍କର ଡିଷ୍ଟର୍ବାନ୍ସ ହେଇଛି ନା। ଆଉ ତା ପୂର୍ବରୁ ତ ସେ 5-6 ବର୍ଷ ତାଙ୍କ ସାଙ୍ଗ ହେଇକି ରହୁଥିଲେ ନା। ଯଦି ତାଙ୍କ ନାଁରେ ନଦେବେ, ତାହେଲେ ପବ୍ଲିକ କେଉଁଠି ନା କେଉଁଠି ଖରାପ ଭାବିବେ ତାଙ୍କ ମାଆଙ୍କୁ,
ଯେ ଏମାନଙ୍କ ନାଁ ସବୁ ଦେଲ ଆଉ ଯେଉଁମାନଙ୍କୁ ତାଙ୍କ ମା ଦୋଷୀ ବୋଲି କହୁଛନ୍ତି ବା ଯେଉଁମାନଙ୍କ ନାଁରେ ତାଙ୍କ ମା ଏଫଆଇଆର ଦେଇଛନ୍ତି ସେମାନେ କହିବେ ଫାଷ୍ଟ ତମେ ହ୍ୟୁମାନ ସାଗରଙ୍କ ସ୍ତ୍ରୀକୁ ବି ତମେ ଇଏ କର, ତାଙ୍କୁ ବି ଡାକ, ତାଙ୍କୁ ବି ଇନଭେଷ୍ଟିଗେସନ କରାଯାଉ। ତ ସେଥିପାଇଁ ସେ ସମସ୍ତଙ୍କ ନାଁ ଦେଇଛନ୍ତି। ଠିକ୍ ଅଛି, ମା ଦେଲେ ଏଫଆଇଆର ଦେଲେ ଖୁସି ଲାଗିଲା, ଯାହା ହଉ 4.5 କୋଟି ଓଡ଼ିଆ ଯେଉଁ ସମୟକୁ ଅପେକ୍ଷା କରିଥିଲେ ବା ଯାହାକୁ ଅପେକ୍ଷା କରିଥିଲେ ତାଙ୍କ ହାତରୁ ଗୋଟେ କେସ୍ଟେ ବା ଗୋଟେ ଏଫଆଇଆରଟେ ପାଇଁ ସେ ଦେଇଛନ୍ତି। ସେଇଟା ମାନେ ଆମମାନେ ବହୁତ ମାନେ ଖୁସିର କଥା ଯେ ଦୋଷୀ ପ୍ରକୃତରେ ଦଣ୍ଡ ପାଇବା ଦରକାର। ଆଉ ଗୋଟେ ନା ବି ଭାଇ ଯୋଡା ହେଇଛି ସୋମେଶ ଷ୍ଟୁଡିଓ। ହୁଁ ସୋମେଶ ଷ୍ଟୁଡିଓର ହ୍ୟୁମାନ ସାଗର ମୃତ୍ୟୁ ପଛରେ ବି କିଛି ସମ୍ପର୍କ ରହୁଛି, କିଛି ଲିଙ୍କ ରହୁଛି, ଯୋଉଥିପାଇଁ ତାଙ୍କ ମାଇପାରେ ସୋମେଶ ଷ୍ଟୁଡିଓ ନା ବି ଯୋଡିଛନ୍ତି। ଦେଖନ୍ତୁ ଆଜ୍ଞା, ସେ ଯେଉଁ ଷ୍ଟୁଡ଼ିଓ ବି ହଉ, XYZ ମୁଁ କହିଲି ପରା ଆପଣଙ୍କୁ, ସେ ଯେଉଁ ଯେତେ ଜଣଙ୍କ ନାଁ କହୁଛନ୍ତି ବା ଯେଉଁ ଷ୍ଟୁଡ଼ିଓ ମାନଙ୍କ ନାଁ ସେ କହୁଛନ୍ତି, ଏ କଥା ଗୁଡ଼ା ସେ ସେତେବେଳେ ବି କହିଥିଲେ। ଯେଉଁ ସେମ୍ ଡେରେ ଯେଉଁଦିନ ତାଙ୍କ ପୁଅଙ୍କର ଦେହାନ୍ତ ହେଲା ଏମ୍ସ ହସ୍ପିଟାଲରେ, ସେଦିନ ବି ତାଙ୍କ ମା ଏମାନଙ୍କ ନାଁ ସବୁ କହିଥିଲେ, ଏଇ 3-4 ଜଣଙ୍କ ନାଁ କହିଥିଲେ। କିନ୍ତୁ ସେଇ ନାଁ କହିଥିଲେ ଠିକ୍ ଅଛି, ସେଇ ସମୟରେ ଯାଇ ଗୋଟେ ଏଫଆଇଆର ଦେବାର ଥିଲା, ସେଇ 7 ଦିନ ଭିତରେ ହଉ ବା ସେଇ ସେମ୍ ଡେରେ ହଉ ବା ତାପରେ ହଉ। ଏଇଟା ବହୁତ ଦିନ ଗଡ଼ିଗଲା। ହଁ ଆଜ୍ଞା, ଏଇଟା ବି ଗୋଟେ କଥା ମୁଁ କହିବି, ଯେହେତୁ ଗୋଟେ ସେ ମା, ସେ ସବୁ କିଛି ହରେଇ ଦେଇଥିଲେ, ତାଙ୍କର ଏ ଗୋଟିଏ ବୋଲି ପୁଅ ଥିଲା, ତାକୁ ବି ସେ ହରେଇ ଦେଲେ। ତେଣୁ ସେ ଭାଙ୍ଗି ପଡ଼ିଥିଲେ। ଠିକ୍ ଅଛି, ତାଙ୍କ ମନରେ କଷ୍ଟ ଥିଲା, ଦୁଃଖ ଥିଲା। କିନ୍ତୁ ଯେଉଁମାନେ ତାଙ୍କୁ ସହଯୋଗ କରିକି ଏବେ ଏଫଆଇଆର କରେଇଲେ, ଲୋକମାନଙ୍କର ସହଯୋଗରେ ତ ସେ ଯାଇକି ଏଫଆଇଆର ଦେଇଥିବେ ନା, ନିଜେ ତ ଦେଇନଥିବେ। ତ ସେଇମାନେ ସେଇ ସମୟରେ ଗୋଟେ ଏଫଆଇଆର ଯଦି କରେଇଥାନ୍ତେ ତାହେଲେ ଆହୁରି ଦୋଷୀ କି ଉଚିତ ଦଣ୍ଡ ମିଳିଥାନ୍ତା। ଏବେ କ'ଣ ଦଣ୍ଡ ମିଳିବ କି ନ ମିଳିବ କି ଦଣ୍ଡ କୋହଳ ହେଇଯିବ, ସେଇଟା ପ୍ରଭୁ ଜଗନ୍ନାଥଙ୍କ ହାତରେ କଥା, ଆଉ ଆମ ହାତରେ କିଛି ନୁହଁ। ଆମେ ଯେଉଁ ସମୟରେ ବହୁତ ଗୁଡ଼େ ଆପଣ ଦେଖିଥିବେ ସ୍ୱଇଚ୍ଛାରେ ବହୁତ ଗୁଡ଼େ ପବ୍ଲିକ, ବହୁତ ଗୁଡ଼େ ଫ୍ୟାନ୍ ଫଲୋଅର୍ସ, ବହୁତ ଗୁଡ଼େ କଳାକାର ହ୍ୟୁମାନ ସାଗର ପାଇଁ ବାଇଟ୍ ଦେଇଥିଲେ ଯେ ହ୍ୟୁମାନ ସାଗରକୁ ନ୍ୟାୟ ମିଳୁ, ଦୋଷୀକୁ ଦଣ୍ଡ ମିଳୁ। କିନ୍ତୁ ସେ ସମୟରେ ଆମର ଗୋଟିଏ ଭୁଲ ରହିଗଲା ଯେ ତାଙ୍କ ମା ଗୋଟେ କେସ୍ ଦେଇପାରିଲେନି, ତାଙ୍କ ୱାଇଫ୍ ଗୋଟେ କେସ୍ ଦେଇପାରିଲେନି। ମୁଁ ଏବେ ବି ଗୋଟେ କଥା କହିବି, ହୁଏତ ଆପଣମାନଙ୍କୁ ଖରାପ ଲାଗିପାରେ, ମୁଁ କହିଲେ ତ ଲୋକ କହନ୍ତି କଣ୍ଟ୍ରୋଭର୍ସି ହେଇଗଲା, ହେଇ କୁମାର ଭାଇ ଆମକୁ ସେମିତି କହିଦେଲା, ହେଇ କୁମାର ଏମିତି କହିଦେଲା। କିନ୍ତୁ ଗୋଟେ କଥା ମୁଁ କହିବି, ଏତେ ଲେଟ୍ରେ କାହିଁକି ଏମାନେ କେସ୍ ଦେଲେ ତାଙ୍କ ମା? ହୁଏତ ଏଇଆ ହେଇପାରେ, ଏମାନଙ୍କ ଭିତରେ ଗୋଟେ କଥାବାର୍ତ୍ତା ହେଇକି, ଗୋଟେ ଯେଉଁ ମିଲି ଭଗତ କହନ୍ତି ନାଇଁ କି, ଗୋଟେ ନିଜ ଭିତରେ ଗୋଟେ କଥାବାର୍ତ୍ତା ହେଇକି ହୁଏତ ଏମାନେ ଯଦି କେସ୍ ଦେଇଥିବେ, ତାଙ୍କ ମାଆଙ୍କୁ କହିକି କେସ୍ କରେଇଥିବେ ଯେ ବର୍ତ୍ତମାନ କେସ୍ କଲେ ସେ ଜାଣିଛନ୍ତି କିଛି ହବନି। ତେଣୁ ବର୍ତ୍ତମାନ ତାଙ୍କ ଭିତରେ ଯାହା ସବୁ ଏଭିଡେନ୍ସ ଥିଲା ବା ଯାହା ସାକ୍ଷୀ ପ୍ରମାଣ ଥିଲା, ଯାହା ମୋବାଇଲ ଡାଟା ଥିଲା, ତାକୁ ସବୁ ନଷ୍ଟଭ୍ରଷ୍ଟ କରିଦେଲେ। ବର୍ତ୍ତମାନ ଗୋଟେ କେସ୍ ଦେଇଦେବେ, ଥାନାକୁ ଯିବେ, ସରେଣ୍ଡର କରିଦେବେ। ଏଇଆ ହିଁ ହବ ବୋଲି ମୁଁ ଭାବୁଛି। କିନ୍ତୁ ତାହା ନ ହେଇକି ଯଦି ରାଜ୍ୟ ସରକାର, ଓଡ଼ିଶା ପୋଲିସ ପ୍ରଶାସନ ଯଦି ଆମର ଗୋଟେ ଏତେ ବଡ଼ ଆସେଟ୍, ଏତେ ବଡ଼ ସିଙ୍ଗର, ଆଉ ଏତେ ବଡ଼ ଗୋଟେ ଗର୍ବ ଗୌରବ ଆମ ଓଡ଼ିଶାର ଆଗଧାଡ଼ିର ସିଙ୍ଗର ହ୍ୟୁମାନ ସାଗରକୁ ଯଦି ନ୍ୟାୟ ଦେବାକୁ ଚାହୁଁଛନ୍ତି, ତାହେଲେ ଯଦି ଓଡ଼ିଶା ସରକାର ଆଉ ଆମର ପୋଲିସ ପ୍ରଶାସନ ଏମାନେ ଯଦି ଚାହିଁବେ ତାହେଲେ ତାଙ୍କୁ ନ୍ୟାୟ ମିଳିବ। କିଏ ଜଣେ କାଲି କହୁଥିଲେ, ମୁଁ ଶୁଣିଛି କ'ଣ ତାଙ୍କ କଫନ ଏ ଯେଉଁ କବର ଭିତରୁ କ'ଣ ତାଙ୍କ ଡେଡ୍ ବଡି ମୃତ କାଢିକି ଡେଡ୍ ବଡି କାଢ଼ିକି, ସେଇଟା ଗୋଟେ ଆଜ୍ଞା କୌଣସି ମା କେବେ ବି ଚାହିଁବନି ତା ପୁଅକୁ ଏତେ ଦିନ ପରେ ସେ ଡେଡ୍ ବଡି କଢ଼ାଯାଉ ବା କଟାଯାଉ ବା ତାକୁ ଟେଷ୍ଟ କରାଯାଉ, ଏସବୁ ତାଙ୍କ ମା ଏସବୁ ଚାହିଁବେନି ମୁଁ ଭାବୁଛି। ଆଉ ଯଦି ଚାହିଁବେ, ଆମର ତ ଟେକ୍ନୋଲୋଜି ବହୁତ ଚେଞ୍ଜ ହେଇଗଲାଣି, ବହୁତ କିଛି ସାଇନ୍ସ ବି ଡେଭଲପ୍ କଲାଣି। ଯଦି ସେମିତି କରାଯାଉଛି ବା ତା ଦ୍ୱାରା ଚୋରକୁ ଧରି ପାରୁଛନ୍ତି ତାହେଲେ ଧରନ୍ତୁ। କିନ୍ତୁ ଯାହା ବି ହଉ, ଓଡ଼ିଶା ସରକାରଙ୍କୁ ମୋର ପୁଣି ଥରେ ଅନୁରୋଧ, ପୋଲିସ ପ୍ରଶାସନକୁ ଅନୁରୋଧ, ଯଦି ପାରୁଛନ୍ତି, ଆପଣଙ୍କର ସାଇନ୍ସ ଏତେ ମାନେ ଟେକ୍ନୋଲୋଜି ସବୁ ଡେଭଲପ୍ ହେଲାଣି, ଯଦି ତା ଦ୍ୱାରା ଧରି ପାରୁଛନ୍ତି ତାହେଲେ ଧରନ୍ତୁ। ଆଉ ହ୍ୟୁମାନ ସାଗରଙ୍କୁ ଯେଉଁମାନେ ତାଙ୍କ ପଛରେ ଡାଇରେକ୍ଟଲି ହଉ ବା ଇନଡାଇରେକ୍ଟଲି ହଉ, ଯେଉଁମାନଙ୍କ ଦ୍ୱାରା ସେ ମୃତ୍ୟୁବରଣ କରିଛନ୍ତି, ସେମାନଙ୍କୁ ନିଶ୍ଚୟ ଦଣ୍ଡ ଦିଆଯାଉ। ଜୟ ଜଗନ୍ନାଥ।